ଦେଖନ୍ତୁ ଆମେ ମୟୂରଭଞ୍ଜର ସେଠି ଯେତେ ଆମେ ସବୁ ବିଜୁ ଜନତା ଦଳର ନେତା ନେତ୍ରୀ ମାନେ ସମସ୍ତେ ଅଛୁ, ସମସ୍ତେ ଆସିଥିଲୁ। ଡେପୁଟି ସ୍ପିକର ଠୁ ନେଇକିରି ଏକ୍ସ ଡେପୁଟି ସ୍ପିକର ଠୁ ନେଇକିରି ଜିଲ୍ଲା ପରିଷଦ ସଭାନେତ୍ରୀ ଠୁ ନେଇକିରି ମ୍ୟୁନିସିପାଲିଟି ଚେୟାରମ୍ୟାନ ଠୁ ନେଇକି ଏକ୍ସ ଏମଏଲଏ ଠୁ ନେଇକିରି ଯେତେ ସମସ୍ତେ ଦଳରେ ଅଛୁ ଆଗ ଧାରରେ ଆମେ ସମସ୍ତେ ଆସିଥିଲୁ। ଆମେ ଆଇଜିଙ୍କୁ ମିଶିଲୁ। ସେଇଠି ପୁଲିସ ପ୍ରଶାସନ ମୟୂରଭଞ୍ଜ ଜିଲ୍ଲାରେ କୋଉଠି ନା କୋଉଠି ସାଧାରଣ ଲୋକ ପାଖରେ ପହଞ୍ଚି ପାରୁନି ଏବଂ ସାଧାରଣ ଲୋକମାନଙ୍କୁ ଯୋଉ ଜଷ୍ଟିସ ଦେବା କଥା ପୁଲିସ ପ୍ରଶାସନ ଆମେ ଅନୁଭବ କରୁଛୁ, ସାଧାରଣ ଲୋକ ଅନୁଭବ କରୁଛନ୍ତି। ଯୋଉ କଥାଟା ଆମେ ଆଜି ତାଙ୍କୁ କହିଲୁ ସେଇ କଥାଟା ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଲୋକ ଭାବୁଛନ୍ତି ଯେ ପୁଲିସ ଆଇଦର ଜାଣିକିରି ଆମମାନଙ୍କୁ ସପୋର୍ଟ କରୁନି, ଜଷ୍ଟିସ ଦଉନି, ଆଇଦର ପୁଲିସ ପାରୁନି। ଏଭଳି କିଛି ଘଟଣା ସେଠି ବାରମ୍ବାର ଘଟୁଛି। ଗତ ମାସରେ ମରୁଡା ଥାନାରେ କିଛି ଘଟଣା ଘଟିଥିଲା। ଗୋଟେ ନାବାଳୀ ଝିଅଟେ ଆପଣ ମାନେ ଟିଭିରେ ଆପଣ ବଜେଇଥିଲେ, ତାକୁ ସେ ନ୍ୟୁଜ ଆସିଥିଲା। ଗୋଟେ ନାବାଳୀ ଉପରେ ଯେତେବେଳେ ଅତ୍ୟାଚାର ହୁଏ, ନାବାଳୀ ଯେତେବେଳେ ଥାନା ସମ୍ମୁଖୀନ ହୁଏ, ମରୁଡା ଥାନାରେ ସମ୍ମୁଖୀନ ହୁଏ, ଆଇଆଇସି ସେତେବେଳେ ତାଙ୍କ କଥାକୁ ଗୋଟେ ସିନସିୟରି ଗୋଟେ ବିଚାର ନ କରିକିରି, ଗୁରୁତ୍ୱପୂର୍ଣ୍ଣ ଭାବରେ ତାଙ୍କ କଥାଟାକୁ ଗ୍ରହଣ ନ କରିକିରି ତ ଉଲ୍ଟି ତାକୁ ଧମକ ଦେଲେ, ତମେ ଯଦି କେସଟି କରିବ ତାହେଲେ ତୁମକୁ ଜେଲ ହେଇଯିବ 7 ବର୍ଷ। ଏବଂ ଏଇ ଘଟଣାଟି ସାରା ଓଡିଶାରେ ବାଜିଥିଲା, ଆପଣଙ୍କ ମିଡିଆ ମାଧ୍ୟମରେ ବାଜିଥିଲା। ତା ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ରିଏକ୍ସନ ହେଇଛି, ପବ୍ଲିକ ରିଏକ୍ସନ ହେଇଛି, ବାଧ୍ୟ ହେଇକିରି ସେମାନେ କିଛିଟା ଷ୍ଟେପ ନେଇଥିଲେ। ଏବଂ ଆଜି ମଧ୍ୟ ସେଠିକାର ଯୋଉ ଆଇଆଇସି ଅଛନ୍ତି, ସେ ସରେନ ଗୋଟେ ଆଦିବାସୀ ପିଲା, ଆଦିବାସୀ ଇଲାକାରେ କାମ କରୁଛନ୍ତି। ଆଦିବାସୀ ଲୋକମାନେ ଜଷ୍ଟିସ ପାଉନାହାନ୍ତି। ତେଣୁ ଏଇ କଥାଟାକୁ ନେଇକି ପୁଣି ଆମେ ଆସିଥିଲୁ। ଆମେ ଚାହୁଁଛୁ ସେଇ ଯୋଉ ଆଇଆଇସି ଯେପରି ଭାବରେ ଦୁର୍ବ୍ୟବହାର କରୁଛି ସାଧାରଣ ଲୋକମାନଙ୍କୁ ଥାନା ଗଲାବେଳେ, ଏବଂ ଲୋକ ଡରୁଛନ୍ତି। ଥାନା ହଉଛି ସାଧାରଣ ଲୋକଙ୍କର ଜଷ୍ଟିସ ପାଇବାର ପ୍ରଥମ କେନ୍ଦ୍ର ହଉଛି ଥାନା। ତେଣୁ ସେ ଯେପରି ଭାବରେ ଦୁର୍ବ୍ୟବହାର ଲୋକଙ୍କୁ କରୁଛନ୍ତି ଏବଂ ଅନ୍ୟାନ୍ୟ ଲୋକ ଯେତେବେଳେ ଯାଉଛନ୍ତି ସେଠି ଇଏ ଦେବା ପାଇଁ, ଏତଲା ଦେବା ପାଇଁ, କିଛି କଥା କହିବା ପାଇଁ ଯେତେବେଳେ ଯାଉଛନ୍ତି, ସେ ତାକୁ ଠିକ ଭାବରେ ଗ୍ରହଣ କରୁନାହାନ୍ତି। ତେଣୁ ଏଇ କଥା ଗୁଡାକୁ ନେଇକିରି ଆଜି ଆମେ ଆଜିଙ୍କ ପାଖରେ ଆସିଥିଲୁ। ଆମେ ଆଜିଙ୍କ ସହିତ ଅତି ସୁନ୍ଦର ଭାବରେ କଥା ହେଲୁ ଏବଂ ଆମ କଥାକୁ ସେ ଶୁଣିଛନ୍ତି। ଆମେ ତାଙ୍କୁ ଗୋଟେ ଲେଖା ମଧ୍ୟ ଦେଇଛୁ। ଆଇଏଏସଙ୍କୁ ନା ସରି ଆଇଜିଙ୍କୁ ଆମେ ଲେଖା ବି ଦେଇଛୁ। ଆମେ ଲେଖା ବି ଦେଇଛୁ। ତ ତାକୁ ଦେଖିବେ ବୋଲି ସେ କହିଛନ୍ତି। ତାକୁ ଆପଣ ଯାହା ଲେଖା ଦେଇଛନ୍ତି ମୁଁ ତାକୁ ଦେଖିବି, ଯୋଉଟା ଆଇନ ସମ୍ମତ ହବ ତାକୁ ମୁଁ ସେଇ ହିସାବରେ ଆକ୍ସନ ନେବି। ଦେଖନ୍ତୁ, ଆପଣ ଯେଉଁ କଥା କହିଲେ, ଆପଣମାନଙ୍କୁ ଗଣମାଧ୍ୟମକୁ ପ୍ରଥମ ଧନ୍ୟବାଦ ଦେବି ଯେ ପ୍ରଥମେ ଆପଣମାନେ ଆଇନ ଶୃଙ୍ଖଳା ଯେଉଁ ବିପର୍ଯ୍ୟସ୍ତ ହେଉଛି ସେ ବିଷୟରେ ସବୁ ଜାଗାରେ, ଯେମିତି କହିଲେ କେବଳ ବାଲେଶ୍ୱର ନୁହେଁ, ମୟୂରଭଞ୍ଜ ନୁହେଁ, ସାରା ଓଡ଼ିଶାରେ ଆଜି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଆପଣ ଦେଖୁଥିବେ ମୟୂରଭଞ୍ଜ ଭଳିଆ, ବାରିପଦା ଭଳିଆ ଗୋଟେ ଶାନ୍ତିପ୍ରିୟ ସହରରେ ପ୍ରତ୍ୟେକ ଦିନ ଚୋରି, ଡକାୟତ, ରାହାଜାନୀଠୁ ଆରମ୍ଭ କରିକି ମୟୂରଭଞ୍ଜ ଭଳିଆ, ବାରିପଦା ଭଳିଆ ଶାନ୍ତିପ୍ରିୟ ସହରରେ ପ୍ରତ୍ୟେକ ଦିନ ଗୁଳି ଫୁଟୁଛି। ଏବଂ ଆପଣ ଏ ଘଟଣା, ଏ କାରଣ ପଛରେ ଯେଉଁ ରହସ୍ୟ ଲୁଚି ରହିଛି ସେଟା ହେଲା ଯେଉଁ ଡବଲ ଇଞ୍ଜିନ ଯେଉଁ ସରକାର, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏବେ ଥାନାକୁ ଚଲାଉଛନ୍ତି। ପୁଲିସର ମନୋବଳ ଦୁର୍ବଳ ହେଇଯାଇଛି। ପୁଲିସ କେବଳ ସେମାନଙ୍କର ନେତାମାନଙ୍କର ହାତବାର୍ଷୀ ହେଇକି ସରକାରୀ ଦଳର ନେତାମାନେ ଯାହାକୁ ବାନ୍ଧ କହିଲେ ବାନ୍ଧୁଛନ୍ତି, ଯାହାକୁ ଛାଡ଼ କହିଲେ ଛାଡୁଛନ୍ତି। ସେଇଥିପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଇଯାଇଛି। ଏବଂ ତା ସହିତ ଆପଣ ଦେଖୁଥିବେ ପ୍ରତ୍ୟେକ ଦିନ ଯେତେ ମାଇନର ମିନେରାଲ ଅଛି, ସେ ଲୁହା ପଥର ଚୋରା ଚାଲାଣଠୁ ଆରମ୍ଭ କରି ବାଲିଠୁ, ଗୁଡିଠୁ, ମାଟିଠୁ ସବୁ ଆଜି ସେ ମାଫିଆ ମାନଙ୍କୁ କବ୍ଜାକୁ ପଳେଇଛି। ଏବଂ ସେ ମାଫିଆ ମାନଙ୍କ ପଛରେ ସେମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ କିଛି ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ସେ ମାଫିଆ ମାନଙ୍କୁ ସେମାନେ ପ୍ରୋଟେକ୍ସନ ଦଉଛନ୍ତି। ଏବଂ ତା ପଛରେ ଜିଲ୍ଲାର ଲୋକାଲ ମନ୍ତ୍ରୀଠୁ ଆରମ୍ଭ କରି ବିଧାୟକ ମାନେ ସମସ୍ତେ ଏ କାମ କରୁଛନ୍ତି। ତେଣୁ ସାଧାରଣ ଜନତା ଆଜି ହନ୍ତସନ୍ତ। ସେଥିପାଇଁ ଆମେ ଆସିଥିଲୁ ଡିଆଇଜିଙ୍କ ପାଖକୁ। ଆମେ ସବୁ ଯାହା ଘଟଣା ଜିଲ୍ଲାରେ କିଛି ଦିନ ଭିତରେ ଘଟି ଯାଇଛି, ମୁରୁଡା ଥାନା, ବିଶେଷ କରି ମୁରୁଡା ଥାନା ଅଞ୍ଚଳରେ ଯେଉଁ ମାଇନର ଗୋଟେ ଝିଅ, ତାକୁ କିଛି ମୁଷ୍ଟିମେୟ ସେଇ ଭାରତୀୟ ଜନତା ପାର୍ଟିର କର୍ମୀମାନେ ତାକୁ ପ୍ରତ୍ୟେକ ଦିନ ସ୍କୁଲରୁ ଯିବା ଆସିବା କଲା ସମୟରେ ତାକୁ ଦୁର୍ବ୍ୟବହାର କରୁଥିଲେ। ଯେତେବେଳେ ସେମାନେ ବାପ ମାଙ୍କୁ ନେଇକି ସେ ଯେତେବେଳେ ଥାନା ଗଲେ, ସେ ଥାନା ଅଫିସର ଯିଏ ଅଛନ୍ତି ମୁରୁଡାରେ, ସୁମିତ ସରେନ, ସେ ତାଙ୍କୁ ଆଉ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଜେଲ ପଠେଇ ଦେବାର ଧମକ ଦେଲେ। ଯାହାଫଳରେ ସେ ମାଇନର ଝିଅ 10ମ
କ୍ଲାସରେ ସେ ଝିଅ ପାଠ ପଢୁଥିଲା, ସେ ସେଇ ଥାନା ଭିତରେ ତାର ସେନ୍ସ ପଳେଇଲା, ମୂର୍ଚ୍ଛା ହେଇଗଲା। ତାକୁ ସେଇଠୁ ପୁଣି ବାରିପଦା PRM ହସ୍ପିଟାଲକୁ ଆଣିକି 2-3 ଦିନ ତାକୁ ଟ୍ରିଟମେଣ୍ଟ କଲା ପରେ ସେ ଘୁରିକି ଗଲା। ଏବଂ ତାପରେ ବି ଯିଏ ଭିକ୍ଟିମ୍ ତାଙ୍କୁ ଧମକା ଦଉଛି, SDPO ହସ୍ତକ୍ଷେପ କଲା ପରେ ତାର କେସ୍ ନିଆଗଲା। ଦେଖନ୍ତୁ, ଆମେ ତ ନିଷ୍ପତ୍ତି ନେଇଛୁ, ମୟୂରଭଞ୍ଜ ଜିଲ୍ଲାର ବିଜୁ ଜନତା ଦଳ ସମସ୍ତ ନେତୃବୃନ୍ଦ ଆମେ ଏକଜୁଟ ଅଛୁ। ଆଉ ଯେତେ ଅନ୍ୟାୟ ହେଉଛି ତା ବିରୁଦ୍ଧରେ ପ୍ରତିବାଦ ହେବ। ସବୁଦିନ ଆପଣମାନେ ଦେଖିବେ ଆମେ ରାଜରାସ୍ତାରେ ଠିଆ ହେବା, ପ୍ରତିବାଦ କରିବା, ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଜୋରଦାର ହେବ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବ।